ମୁଁ ହେଉଛି ପ୍ରମୋଦ କିଶୋର ଆଚାର୍ଯ୍ୟ, ଚେୟାରपर्सन ଚାଇଲ୍ଡ ୱେଲଫେୟାର କମିଟି କଟକ। ନାଇଁ ଶୁଣନ୍ତୁ, ଆମେ ଗୋଟେ ଖବର ପାଇକି ଆସିଥିଲୁ ଯେ ଗୋଟେ ପିଲାଟିଏ ଅଛି, ସେ ତାଙ୍କର ନୁହେଁ ବୋଲି, କିନ୍ତୁ ଯାହା ଆମେ ଏଠି ଦେଖିଲୁ ସେ କହୁଛନ୍ତି ଯେ ଆମ ପାଖରେ ବର୍ତ୍ତମାନ କାଗଜପତ୍ର ନାହିଁ, ଝିଅ ତାଙ୍କର ବୋଲି, ତାଙ୍କର କିଏ ସମ୍ପର୍କୀୟର ଝିଅ ବୋଲି ସେମାନେ ଆଣି ରଖିଛନ୍ତି, କିନ୍ତୁ ଆଇନଗତ ଦୃଷ୍ଟିକୋଣରୁ ଆମେ ଝିଅଟିକୁ ନେଉଛୁ। ସେ କାଗଜପତ୍ର ପଇଠ କଲେ ଏବଂ ତାକୁ ବିଚାର କଲା ପରେ ଆମେ ଯାହାଟା ସିଦ୍ଧାନ୍ତରେ ପହଞ୍ଚିବୁ। ବର୍ତ୍ତମାନ ସୁଦ୍ଧା ସିଏ କହୁଛନ୍ତି ତାଙ୍କର ଜଣେ ସମ୍ପର୍କୀୟ କିଏ ଜଣେ ମାନେ କୌଣସି ଦୂର ସମ୍ପର୍କୀୟ ତାର ପିଲାଟି ସେ ରଖିବାକୁ ଚାହୁଁନଥିଲା, ତେଣୁ ଏ ଯେହେତୁ ମାନେ ତାଙ୍କର ପିଲି ନାହାନ୍ତି, 6 ବର୍ଷ ବାହାଘର ହେଇଛି, ତେଣୁ ଗୋଟେ ଆବେଗରେ ପିଲାଟିକୁ ରଖିଛନ୍ତି। ଏତଦ୍ ବ୍ୟତୀତ ଅନ୍ୟ କିଛି ସୂଚନା ଆମକୁ ଦେଇନାହାନ୍ତି ନା ଆମେ ମଧ୍ୟ ପାଇନାହୁଁ, ତେଣୁ ଆମେ ଯଦି ପାଇଲୁ ତାହେଲେ ତା ଭିତରେ ବିଚାର କରିବୁ। ଏଇ ଜାଗାଟା ସାହସପୁର ଗାଁ ବା ପିଲା ବର୍ତ୍ତମାନ ରହିବ ଚାଇଲ୍ଡ କେୟାର ଇନଷ୍ଟିଚ୍ୟୁସନରେ, ସରକାରଙ୍କର ଯୋଉ ଅଛି ବର୍ତ୍ତମାନ ରହିବ ମାନେ ଇନକ୍ୱାରି ପର୍ଯ୍ୟନ୍ତ, ଫର୍ଦର ଇନକ୍ୱାରି ହବ। ତେଣୁ ସେ ଯଦି ତାଙ୍କର ଯାହା କ୍ଲେମ୍ କରୁଛନ୍ତି ଯେ ପିଲାଟିର କାଗଜପତ୍ର ଅଛି, ଆମେ ପଇଠ କଲେ ଦେଖାଯିବ। ପିଲାଟି ଯାହା କହୁଛନ୍ତି 12 ଦିନର ପିଲା, ଝିଅଟି। ବର୍ତ୍ତମାନ କୌଣସି ସିଦ୍ଧାନ୍ତରେ ଆମେ ପହଞ୍ଚି ପାରୁନାହୁଁ, ଯେହେତୁ ସେମାନେ ଏଇ ସ୍ଥଳରେ ତ ଆମେ ପହଞ୍ଚି ପାରିବୁ ନାହିଁ। ଓଭିୟସଲି ସେମାନେ ପିଲାଟିକୁ ଲିଗାଲି ରଖିଛନ୍ତି ବୋଲି କହୁଛନ୍ତି। ନା ଏପର୍ଯ୍ୟନ୍ତ ଆମ ପାଖରେ କିଛି ଖବର ନାହିଁ, ଆମେ ଦେଖିବୁ ଆସିଛି କି ନାହିଁ, କାରଣ କୌଣସି ମେଡିକାଲ ଡକୁମେଣ୍ଟ ଆମ ପାଖରେ ନାହିଁ। ଆସିଲେ ଆମେ ନିଶ୍ଚୟ କମ୍ପ୍ଲେନ୍ ଚାଇଲ୍ଡ ଲାଇନ୍ କି ଯାଇଥିଲା, ଦ୍ୟାଟ୍ ଇଜ୍ ଅନକନଫର୍ମଡ୍ ସୋର୍ସ।